नमस्तो अनंताय सहस्रमृतये सहस्रपादाकिशिररुबाहवे सहस्रनाम्नि पुरुषाय सहस्रति सहस्रकोटियुगधाय नमः। ओम नीलाद्रि चतुर्धामूर्तये नमः। आजिर संध्या बा आदि दिनटी विश्वर गोटे भल दिन। विश्व तो नानादी अशांति रही, गोलमाल रही, लोके मरामरी हो खंडिया खाबरा होती, सब कथा चली। किंतु आज गोटे शांतिर दिन कौन, यूरोप कंट्री रे जो क्रमान्वय युद्ध लगी, इस्राएल पैलेस्टाइन भितर जो घमाघोट युद्ध लगी, से केवल सैनिक मानकर मृत्यु हो नथिला, सैनिक मानक सहित तत्वधिक शिशु, युवक, वयस्क अनेकंकर प्राणहानि घटिला। से माने आउ थरे घर को बाहुड़े, पुणी गोटे आनंदर घर संसार करिवे, ये कथाटा तांको मन भितर पोछि देइथिले। जीडीखोर शासक मानक पाई ये सब घटना घटीला। शेष आज पणबंदी मानू छाड़ी दिया एवं युद्ध बंद हब बोली घोषणा कराई। एइथिपाई ये सेवक बलिया 2-3 मास हम गोटे आमर गोटे अनंत पाखे तो आम प्रार्थना करुचु सबुदिन। गोटे दधिबामन अच्छा सारणा ग्राम, ये तीर्तोल सारणा ग्राम सेठी जी आमर शिष्य निकुंज भाई अच्छा तांकु कही गोटे खुंब स्तंभटे से रखिब जे केमिति विश्व युद्ध विमुक्त हो। युद्ध चलिले अम्लजान सरीब, अंगारकाम्ल बढ़िबो, से जहाँ नानादी घटना घटव, समुद्र रे जुआर आसब, तोफान हम, खंड प्रलय सब घटव, ये सब सूचना देखागला। ये गोटे युद्ध बंद हवा परे आउ गोटे युद्ध रूसिया एवं यूक्रेन भितर जो घमाघट युद्ध लगी 3 वर्ष अधिक है। रूस एवं यूक्रेन सैनिक एवं साधारण लोक केते जे मरीचंता हिसाब ना। एते दिन पर पुणी युद्ध शांत हवा को जाउची। एथिपाई काहाकू आम दायी करवा से तो बड़ कथा नुहे। बड़ कथा अमेरिकार पूर्वतन राष्ट्रपति बाइडेन सी तांकर पॉलिसी को नहीं सी तांकर देश चलाउथिले, ता भीतर युद्ध करने उचित बोली मन करथिले। तांकर जे प्रतियोगिता थिले से पूर्वतन राष्ट्रपति थिले, वर्तमान भी राष्ट्रपति हेले। से लक्ष्य करुले एगुड़िक सबू
କେବଳ ଲୋକକ୍ଷୟ କରୁଛି। ଏହାଦ୍ୱାରା ପୃଥିବୀରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ। ରୁଷିଆ ୟୁକ୍ରେନ ଯୁଦ୍ଧ ମଧ୍ୟ ଶାନ୍ତ ହେବାକୁ ଯାଉଛି। ଇଏ ହେଉଛି ଆଜିର ଗୋଟେ ଶୁଭ ସମ୍ବାଦ। ଆମେ ଯେଉଁ ସନାତନୀ ମାନେ ଆମେ ସବୁବେଳେ ଗାଉ ସର୍ବେ ଭବନ୍ତୁ ସୁଖୀନ, କିନ୍ତୁ ଗାଇ ତ ଦଉ, କିନ୍ତୁ ବେଳେବେଳେ ସେ ଗାନଟା ବାସ୍ତବ ରୂପ ନିଏ। ଆପଣଙ୍କର ଏଇ ଯେଉଁ ୟୁରୋପ କଣ୍ଟ୍ରିରେ ଯୁଦ୍ଧ ଚାଲିଥିଲା, ଇଏ ଖାଲି ଇସ୍ରାଏଲ ପାଲେଷ୍ଟାଇନ ବା ରୁଷିଆ ୟୁକ୍ରେନ ଆରି ଭିତରେ କେବଳ ସୀମିତ ନଥିଲା। ଗାଜା, ଇରାନ, ଇଏ ସମସ୍ତେ ତା ଭିତରେ, ମୁଁ ତ ଦେଶ ଗୁଡ଼ିକ ନାଁ କହିପାରିବିନି ବେଶୀ, ତେଣୁ ସମସ୍ତେ ତା ଭିତରେ ସଂଶ୍ଳିଷ୍ଟ ଥିଲେ। କେତେ ମୂଲ୍ୟବାନ ଜୀବନ, କୂଟନୈତିକ ଜୀବନ ମାନେ ଚାହୁଁ ଚାହୁଁ ତାଙ୍କର ମୃତ୍ୟୁବରଣ ହେଲା। ସମସ୍ତେ ଭଗବାନଙ୍କୁ ଯଦି ଆଶା କରିଛେ, ଆମେ ଭଗବାନ ବୋଲି କହୁଛୁ, ଆଉ ଜଣେ କିଏ ଆଲ୍ଲା କହୁଛି, କିଏ ଗଡ୍ କହୁଛି। ସେମିତି ରୁଷିଆରେ, ୟୁକ୍ରେନରେ, ପାଲେଷ୍ଟାଇନରେ, ଗାଜାରେ, ଇରାନରେ, ଇସ୍ରାଏଲରେ ସେମିତି ଚାଲିଥିବ। କିଏ କାହାକୁ ଗୋଟେ ଡାକୁଥିବ ନିଶ୍ଚୟ। ସେ ଡକରା ତ କାହା ପାଖରେ ପହଞ୍ଚି ପାରିଲାନି, ଡକରା ତାଙ୍କ ପାଖରେ ପହଞ୍ଚି ପାରିଲାନି। କାହିଁକି? ଯେଉଁଠି ରହିଛି ହିଂସା, ବିବାଦ, ପ୍ରତିଶୋଧ, ଜିଦ୍, ସେଠି କୌଣସି କଥା ପରମାର୍ଥ ଜଗତରେ ପହଞ୍ଚି ପାରିବ ନାହିଁ। ସେ ସବୁ ସ୍ୱାର୍ଥ ଭିତରେ ରହିବ। ଏଇ ହେଉଛି ଗୋଟିଏ କଥା। ଆଉ ଗୋଟିଏ ଶୁଭ ଖବର ହେଉଛି, ଭାରତ ବର୍ଷରେ ଆମ ଓଡ଼ିଶା ଆଉ ଛତିଶଗଡ଼, ଝାଡ଼ଖଣ୍ଡରେ, ବିହାର ନକ୍ସଲମାନଙ୍କର ଅତ୍ୟାଚାର ମଧ୍ୟ ଦିନକୁ ଦିନ ବଢ଼ି ବଢ଼ି ଚାଲିଥିଲା। କେତେବେଳେ ଟିକେ କମିଯାଏ, ପୁଣି ବଢ଼ିଯାଏ। କିନ୍ତୁ ଏବେ ଦେଖାଯାଉଛି ଯେ ଆମ ଭାରତ ସରକାରଙ୍କର ଆପ୍ରାଣ ଉଦ୍ୟମ ଫଳରେ ସେମାନଙ୍କର ମଧ୍ୟ ଅବକ୍ଷୟ ଘଟୁଛି। ଅର୍ଥାତ୍ ସେମାନେ ବି ଧୀରେ ଧୀରେ ସରେଣ୍ଡର କରିବାକୁ ଲାଗିଲେଣି ଏବଂ ଯୁଦ୍ଧ ମଧ୍ୟ ଶାନ୍ତି ହେଲାଣି। ଅନେକ ମଧ୍ୟ ମୃତାହତ ହୋଇଛନ୍ତି। ତେବେ ଆମେ ହେଉଛୁ ସେଇ ଜଗତର ଲୋକ, କେହି ନ ମରନ୍ତୁ ବା କେହି କାହାକୁ ନ ମାରନ୍ତୁ, କିନ୍ତୁ ସମସ୍ତେ ଭାଇ ଭଉଣୀ ଭଳି ମିଳିମିଶି ଚଳନ୍ତୁ। ଶାଗ ଭାତ ଖାଇ, ସପ ଖଣ୍ଡେ ପକେଇ କି ହେସଟିଏ ପକେଇ ଆମେ ଟିକେ ଶାନ୍ତିରେ ଶୋଉ। ଏତିକି ଆମର ଇଷ୍ଟଦେବ ଅନନ୍ତଙ୍କ ପାଖରେ, ବିଶ୍ୱବନ୍ଦ ଜଗନ୍ନାଥଙ୍କ ରୂପରେ ଏତିକି ପ୍ରାର୍ଥନା ଆମେ କରୁଛୁ। ମୋର ଆଶ୍ରମକୁ ଆସିଥିଲି, ମାନେ ବହୁତ ଦିନ ବୁଲିବା ପରେ ଆସିଲି। କିନ୍ତୁ ଜଞ୍ଜାଳ ବେଶୀ ହଉ ବା କମ୍ ହଉ, ଶରୀରଟା ଟିକେ ବେଶୀ ଲୋଡ୍ ଦେଇଗଲା। ତେଣୁ ଆମେ ଟିକେ ବ୍ୟସ୍ତ ହେଇ ପଡ଼ିଲୁ। ଯାହା ହଉ ସେସବୁ କାମ ସରିଲା। ଚିକିତ୍ସକମାନେ ସବୁ ତାର ଚିକିତ୍ସା ଆରମ୍ଭ କଲେ, ସେମାନଙ୍କୁ ଧନ୍ୟବାଦ ଦେଉଛି। କାଲି ଆମର ଆপিଲରେ, ସେଇଟା ବୋଧେ ହେଉଛି କଟକ ଜିଲ୍ଲା ମାହାଙ୍ଗା ଥାନାର ଆপিଲ, ସେଠି ଗୋଟିଏ ଦେବଦନା ବୋଲି ଜଣେ ବ୍ରାହ୍ମଣ, ତାଙ୍କ ଦ୍ୱାରା ପୂଜା ପାଉଛନ୍ତି ଅନନ୍ତ। ଏଠି ଯେମିତି ଏଇ ଅନନ୍ତ, ଯେଉଁ ଅନନ୍ତ ଏଠି ପୂଜା ପାଉଛନ୍ତି,
ସେଇ ଅନନ୍ତଙ୍କର ଗୋଟେ ଅଂଶ ସେଠି ପୂଜା ପାଉଛନ୍ତି। ତାଙ୍କୁ ମଧ୍ୟ ଶିଶୁ ଅନନ୍ତ ବୋଲି କୁହାଯାଉଛି। ଅନେକ ଦୁଃଖୀ ରଙ୍କିମାନେ ଏଇ ଦେବନନ୍ଦାଙ୍କ ପାଖକୁ ଆସି ତୁଳସୀ ଟିକେ ବା ଏମିତି କିଛି ଭେଳିକି ନାହିଁ କି କିଛି ବିଷ ଫିଷ କିଛି ନାହିଁ, କେବଳ ତୁଳସୀ ପୂଜାର୍ଚ୍ଚନାରେ ସେମାନେ ବି ସନ୍ତୁଷ୍ଟ ହେଉଛନ୍ତି। କାଲି ସେଇ ଜାଗାକୁ ଯିବି, ସେଇ ତାଙ୍କର ବାର୍ଷିକ ଯଜ୍ଞୋତ୍ସବରେ ଭାଗ ନେଇ ମୁଁ କାଲି କଟକ ଆଶ୍ରମରେ ରାତ୍ରି ଯାପନ କରିବି। କାରଣ ଅନେକ ବ୍ୟବଧାନ ହୋଇଗଲା ଫଳରେ ଆଶ୍ରମ ଗୁଡ଼ିକ ଟିକେ ସୁପ୍ତ ହୋଇଯାଉଛି, ଲୋକମାନଙ୍କର ଆସିବା ମଧ୍ୟ କମିଯାଉଛି। ତେଣୁ ଆମେ ଥିବା ଭିତରେ ଯେତିକି ପାରିବା ସେତିକି କରିବା। ଖାଲି କୋଠା ବାଡ଼ି ଗୁଡ଼ାଏ ହେଇଗଲେ କ'ଣ ହେବ? ଏଇ କିଛି ସମୟ ପୂର୍ବରୁ ଟିଭି ପରଦାରେ ଗୋଟେ ଦୃଶ୍ୟ ଦେଖାଉଥିଲା, କୋଠା ମାନେ ପଶ୍ଚିମ ଓଡ଼ିଶାରେ ବିରାଟ କୋଠା ହେଇଛି, ଗଛ ସବୁ ଉଠିଲାନି। ସେଇଦିନ ପ୍ରତିଷ୍ଠା ହେଇକିରି କୋଲପ ପଡ଼ିଛି, ଆଜି ପର୍ଯ୍ୟନ୍ତ ଫିଟିନି। ଏଥିପାଇଁ ଜନବିପ୍ଳବ ଦରକାର। ଆମେ ଗଣତନ୍ତ୍ର ଆଣିଥିଲେ କ'ଣ ଏଇଥିପାଇଁ ଆମେ ଗଣତନ୍ତ୍ର ଆଣିଥିଲେ। ତେଣୁ ଗଣତନ୍ତ୍ର ହେଉଛନ୍ତି ଗଣେଶଙ୍କର ମୂର୍ତ୍ତିମନ୍ତ ପ୍ରତୀକ। ମୂଷା, ସିଂହ, ବୃଷଭ, ଇଏ ସମସ୍ତେ ଗୋଟିଏ ମନ୍ଦିର ଭିତରେ ଅଛନ୍ତି, ଗୋଟିଏ ସ୍ଥାନରେ ଅଛନ୍ତି। ଗଣେଶଙ୍କ ପାଖରେ ମୂଷା ଅଛନ୍ତି, କାର୍ତ୍ତିକଙ୍କ ଭିତରେ ମୟୂର ଅଛନ୍ତି, ପାର୍ବତୀଙ୍କ ପାଖରେ ସିଂହ ଅଛନ୍ତି, ପୁଣି ଶିବଙ୍କ ପାଖରେ ବୃଷଭ ଅଛନ୍ତି। ଏଇ ଯେଉଁ ସଂଯୋଗଟା ହେଇଛି, ଏମିତିଆ ଗୋଟେ ସଂଯୋଗ କୌଣସି ଘରେ ଅଛି କି, କୌଣସି ପରିବାରରେ ଅଛି କି? ମୂଷା ଯେଉଁଠି ରହିବ ସେଠି ଶିବଙ୍କ କଣ୍ଠରେ ପୁଣି ରହିଛି ସର୍ପ, ତାଙ୍କ ମସ୍ତକରେ ସବୁବେଳେ ପ୍ରବାହିତ ହେଉଛନ୍ତି ଗଙ୍ଗା। ଶିବଙ୍କର ନାମ ହେଉଛି ଗଙ୍ଗାଧର। ଏତେ କଥା ହିଂସ୍ରତାପୂର୍ଣ୍ଣ ଜୀବଜନ୍ତୁ ଥାଇକରି ମଧ୍ୟ ସେଠି ହିଂସା ନାହିଁ। କିନ୍ତୁ ଆମେ ମନୁଷ୍ୟ ଦିବ୍ୟ ଜ୍ଞାନର ପ୍ରତୀକ ହେଇକରି ମଧ୍ୟ ଆମ ଭିତରେ ଈର୍ଷା, ଜିଦ୍ ସବୁ କିଛି ରହିଛି। ତେଣୁ ଆମେ ତ ସଂଗ୍ରାମ କରିପାରୁନୁ, କେବଳ ଭଗବାନଙ୍କ ପାଦ ତଳେ ସମସ୍ତଙ୍କର ଶାନ୍ତି କାମନା କରିବା, ଏଇଗୁଟାକ ହେଉଛି ଆମର ସଂଗ୍ରାମ। ପୁଣି ଦିନେ 2 ଦିନ ପରେ ଟିକେ ଆଶ୍ରମକୁ ଫେରିବି। ଆଉ ମୁଁ ଟିକେ ବିଶ୍ରାମ ନ ନେଲେ ମୋତେ ଟିକେ ଦେହ ଭଲ ରହୁନି। ଦେହଟା ଆସିଛି, ଦିନେ ଯିବ। ଯେତିକି ଦିନ ରହିବ ସେ ଅନ୍ତତଃ ଟିକେ କର୍ମ କରୁ କରୁ ଜୀବ ଲଭୁ ତବ ନିଳୟ। ସବୁ ତ ତୁମରି ଇଚ୍ଛାମୟ, ସବୁ ତ ତୁମରି। ତେଣୁ ଏତିକି କଥା। ଆଉ ଗୋଟେ କଥା ଘୋଷଣା କରିଥିଲି, ଆପଣମାନେ ଶୁଣିଥିବେ, ମନେ ରଖିଥିବେ। ଧୀରେ ଧୀରେ ମା ଶାରଦାଙ୍କର ଯାତ୍ରୀ, ଗୋରେଖନାଥଙ୍କ ଯାତ୍ରୀ, ଏମାନେ ଧୀରେ ଧୀରେ ଏତେ ବଢ଼ୁଛନ୍ତି, ଶିଶୁ ଅନନ୍ତଙ୍କର ଯାତ୍ରୀଙ୍କ ଅପେକ୍ଷା 2 ଗୁଣ 3 ଗୁଣ ହେଇଯାଉଛନ୍ତି ଦର୍ଶନାର୍ଥୀ। ଏବଂ ଗୋଟେ ମଧ୍ୟାହ୍ନ ସମୟରେ ପହଞ୍ଚୁଛନ୍ତି, ଯାହାଙ୍କୁ କିଛି ଦେଇ ହେଉନି କି ନାହିଁ କରି ହେଉନି। ସେଥିପାଇଁ ବଳିଆ ଟ୍ରଷ୍ଟ ବୋର୍ଡ଼ରେ କଥାଟି ପକାଇବା ପୂର୍ବରୁ ମୁଁ ନିଜେ ଏଇଟାକୁ କହୁଛି, ମୋତେ କେହି ପରାମର୍ଶ ଦେଇନାହାନ୍ତି।
ଆସନ୍ତାକାଲିର ମହୋତ୍ସବ ପାଇଁ ଆମର ଶିଷ୍ୟମାନେ ହୁଅନ୍ତୁ ବା ଦର୍ଶନାର୍ଥୀ ହୁଅନ୍ତୁ 20ଟି ଟଙ୍କା ଯଦି ସେମାନେ ବାକ୍ସରେ ପକାଇବେ ତା ପରଦିନ ମହୋତ୍ସବରେ ସୁନ୍ଦର ଭାବରେ ହେବ ଏବଂ ସମସ୍ତେ ଅଳ୍ପ ବହୁତେ ଟିକେ ପ୍ରସାଦ ପାଇକରି ଦେବେ। ଏଇଟାକୁ ଆମେ ଜବରଦସ୍ତିଆ କରୁନୁ, ଏଇଟା ଗୋଟେ ନିବେଦନ କରୁଛୁ। ତେଣୁ ଶେଷରେ ସମସ୍ତଙ୍କ ଶୁଭକାମନା କରି ରହୁଛି। ଜୟ ଗୁରୁ, ଜୟ ଜଗନ୍ନାଥ।